बीएन मीडिया पुणी एक क्लास रे समस्त को स्वागत। आज आमे पढ़िबा गणित विषय चतुर्थ श्रेणी। प्रसंग हेउछि वर्ग। आधार ठारू बेसी संख्या मानकर आमे वर्ग निर्णय करिबा। सूत्र हेउछि जावधिकम प्रणाली। जावधिकम प्रणाली रे आमे आधार ठारू बेसी संख्या मानकर वर्ग निर्णय करिबा। अर्थात संख्याटी आधार ठारू जेतिकी अधिक मूल संख्या रे सेतिकी मिसाई मिश्रण फल डाहाण रे अधिक होइथिबा संख्यार वर्ग लेखा जाए। तेबे आसंतु आजिर क्लास को आउ समय विलंब करिबा नहीं, क्लास को आगे नेबा। देखिबा प्रथम प्रश्न 12 रो वर्ग निर्णय करिबा। 12 रो वर्ग एठारे आधार हबो 10। एही 10 रु 12 एही 10 रु 12 बेसी अछि। केते बेसी अछि? 12 वियोग 10 2 बेसी अछि। तेणु एही 2 को बेसी जो अछि 2 को आमे कौन करिबा? मूल संख्या सहित जोग करिबा। मूल संख्या हेउछि 12। 12 सहित 2 को जो बेसी हेछि ताकू जोग करिबा। अर्थात 12 जोग 2 14। एही 14 हबो बाम पार्श्वर संख्या एवं जेते बेसी हेछि केते बेसी हेछि 2। एही 2 रो वर्ग आमे निर्णय करिबा। 2 रो वर्ग होछि 4 एवं एही 4 हबो दक्षिण पार्श्व संख्या। दक्षिण पार्श्व संख्या तेबे 12 रो वर्ग हबो बाम पार्श्व संख्या होछि 14 एवं दक्षिण पार्श्व संख्या होछि 4। तेबे 12 रो वर्ग हबो 144। सेमिति आउ गोटे प्रश्न आमे देखिबा। 106 रो वर्ग आमे निर्णय करिबा। 106 रो वर्ग आमे निर्णय करिबा। एठारे आधार हबो 100। 100 ठारू 106 बेसी अछि। केते बेसी अछि? 106 वियोग 100 6 बेसी अछि। जेहेतु आधार रे 2टी शून्य थिबारु ए बेसी को मध्य आमे 2टी अंक करिबा को पड़िबो। कोन कले 2टी अंक हबो? 06। 6 रो बाम रे गोटे शून्य दे देबा 06। वर्तमान एही 06 को मूल संख्या सहित आमे जोग करिबा। मूल संख्या हेउछि 106 जोग 06 112 एवं एही 6 रो वर्ग हम बाहर करिबा। 06 रो वर्ग 36। आमर उत्तर वर्तमान बाहरी पड़िला। 112 हबो बाम पार्श्व संख्या 112 एवं 36 हबो दक्षिण पार्श्व संख्या 36। तेबे उत्तर होउछि 1,1236 होउछि 106 रो ठीक उत्तर। देखिबा आउ गोटे प्रश्न आमे देखिबा। 108 रो वर्ग आमे निर्णय करिबा। एठारे आधार हबो आधार 100 100 ठारू 108 बेसी अछि। केते बेसी अछि? वियोग कर देबा। 108 वियोग 100 8 बेसी। जेहेतु 8 गोटी अंक विशिष्ट संख्या हैला सेथि पई 8 रो बाम रे गोटे शून्य देलु।
08। ବର୍ତ୍ତମାନ ଯେତେ ବେଶୀ ହେଇଛି ତାକୁ ମୂଳ ସଂଖ୍ୟା 108 ସହିତ ଯୋଗ କରିବା। 108 ଯୋଗ 08 116। ଏହି ଯେଉଁ ବେଶୀ ହେଇଛି 8 ତାର ବର୍ଗ ଆମେ ବାହାର କରିବା। 08ର ବର୍ଗ 64। ବର୍ତ୍ତମାନ ଆମର ଉତ୍ତର ବାହାରି ପଡ଼ିଲା। 116 ହେଉଛି ବାମ ପାର୍ଶ୍ୱ ସଂଖ୍ୟା ଏବଂ 64 ହେଉଛି ଦକ୍ଷିଣ ପାର୍ଶ୍ୱ ସଂଖ୍ୟା। ତେବେ ଉତ୍ତର ହେଲା 1664 ହେଉଛି 108ର ବର୍ଗ। 1008ର ବର୍ଗ ଆମେ ନିର୍ଣ୍ଣୟ କରିବା। ଏଠାରେ ଆଧାର ହେବ 1000। 1000 ଠାରୁ 1008 ବେଶୀ ଅଛି। କେତେ ବେଶୀ ଅଛି? 1008 ବିୟୋଗ 1000 8 ବେଶୀ ଅଛି। ଯେହେତୁ ଆଧାରରେ 3ଟି ଶୂନ ଥିବାରୁ এই ବେଶୀକୁ ମଧ୍ୟ 3ଟି ଅଙ୍କ କରିବାକୁ ପଡ଼ିବ। 8ର ବାମ ପଟେ ଆମେ 2ଟି ଶୂନ ଦେଇଦେବା। ବର୍ତ୍ତମାନ ହେଇଗଲା 3ଟି ଅଙ୍କ। ହେଇଛି 8। ଏହି 8କୁ ଆମେ ମୂଳ ସଂଖ୍ୟା ସହିତ ଯୋଗ କରିବା 1008 ସହିତ। 1008 ଯୋଗ 008 କେତେ ହେଲା? 1016। 1016। ବର୍ତ୍ତମାନ ଯେତେ ବେଶୀ ହେଇଛି ତାର ବର୍ଗ ନିର୍ଣ୍ଣୟ କରିବା। 008ର ବର୍ଗ 8 ଅଷ୍ଟା 64। ଯେହେତୁ 64 2 ଅଙ୍କ ବିଶିଷ୍ଟ ସଂଖ୍ୟା ହେଲା, ତେଣୁ ତା ବାମରେ ବା 6ର ବାମରେ ଆମେ ଗୋଟିଏ ଶୂନ ଦେଇଦେବା। ତାକୁ 3 ଅଙ୍କ କରିବାକୁ ପଡ଼ିବ। ବର୍ତ୍ତମାନ ଆମର ବର୍ଗ ବାହାରିଗଲା। 1016 ହେଉଛି ବାମ ପାର୍ଶ୍ୱ ସଂଖ୍ୟା 1016 ଏବଂ ଦକ୍ଷିଣ ପାର୍ଶ୍ୱ ସଂଖ୍ୟା ହେଲା 064। 108ର ବର୍ଗ ହେଲା 10,16,064 ହେଉଛି ଠିକ୍ ଉତ୍ତର। 87ର ବର୍ଗ ଆମେ ନିମ୍ନ କରିବା। ଏଠାରେ ଆଧାର ହେବ 100। 100 ଠାରୁ ଏହି 87 କମ୍ ଅଛି। ବିୟୋଗ କରିବା। 100 ବିୟୋଗ 87। 10ରୁ 7 ବିୟୋଗ କରିବା 3। ଏଠି ଅଛି 9। 9ରୁ 8 ବିୟୋଗ କଲେ 1। 13 କମ୍ ଅଛି। ଏହି ଯେଉଁ କମ୍ ଅଛି 13, ଏହି 13କୁ ମୂଳ ସଂଖ୍ୟା ଠାରୁ 87 ଠାରୁ ଆମେ କମ୍ କରିବା। 87 ବିୟୋଗ 13। 7ରୁ 3 ବିୟୋଗ କରିବା 4। 8ରୁ 1 ବିୟୋଗ କରିବା 7। 74 ହେଲା। ବର୍ତ୍ତମାନ ଏହି ଯେଉଁ କମ୍ ଅଛି 13, 13ର ବର୍ଗ ଆମେ ନିର୍ଣ୍ଣୟ କରିବା। 13ର ବର୍ଗ ହେଉଛି 169। ବର୍ତ୍ତମାନ ଯେହେତୁ 169 3 ଅଙ୍କ ବିଶିଷ୍ଟ ସଂଖ୍ୟା ହେଲା, ଯେହେତୁ ଆଧାରରେ 2ଟି ଶୂନ ଥିବାରୁ ଏହାକୁ ଆମେ 2 ଅଙ୍କ କରିବାକୁ ପଡ଼ିବ। କେମିତି ଗଲେ 2 ଅଙ୍କ ହେବ? 1କୁ ତଳେ ଲେଖିବା, 6କୁ ଟିକେ ଉପରେ ଲେଖିବା। 74 ବାମ ପାର୍ଶ୍ୱ ସଂଖ୍ୟା ଏବଂ ଦକ୍ଷିଣ ପାର୍ଶ୍ୱ ସଂଖ୍ୟା ହେଲା 169। ବର୍ତ୍ତମାନ এই ଯେଉଁ 1 ସହଘର ଯେଉଁ 1 ଅଛି 13ର ବର୍ଗର, ଏହି 1କୁ 4 ସହିତ ଯୋଗ କରିବା, ଅର୍ଥାତ୍ 74 1 75। ତାପରେ এই ଯେଉଁ 69କୁ 69। 87ର ବର୍ଗ ହେଲା 7569 ହେଉଛି ଠିକ୍ ଉତ୍ତର।
ବର୍ତ୍ତମାନ ଆମେ ଅଭ୍ୟାସ କାର୍ଯ୍ୟ କିଛି କରିବା। ପ୍ରଶ୍ନମାଳା 5ର ପୃଷ୍ଠା ହେଉଛି 44 ପୃଷ୍ଠା। ବୈଦିକ ଗଣିତ ଚତୁର୍ଥ ଶ୍ରେଣୀ, ନମ୍ବର ହେଉଛି 3। ତେବେ ଆସନ୍ତୁ, ପ୍ରଥମ ପ୍ରଶ୍ନ ହେଉଛି 13। 13ର ବର୍ଗ ଆମେ ନିମ୍ନ କରିବା। ଏଠାରେ ଆଧାର ହେବ 10। 10 ଠାରୁ 13 ବେଶୀ ଅଛି। 13 ବିୟୋଗ 10 ସମାନ 3 ବେଶୀ ଅଛି। ଯେତେ ବେଶୀ ଅଛି, ଏହି ବେଶୀକୁ ମୂଳ ସଂଖ୍ୟା 13 ସହିତ ଯୋଗ ହେବ। 13 ଯୋଗ 3 16। ଏ 16 ହେଲା ବାମ ସଂଖ୍ୟା ଏବଂ ଯେତେ ବେଶୀ ଅଛି, କେତେ ବେଶୀ ଅଛି? 3 ବେଶୀ ଅଛି। ଏହି 3ର ବର୍ଗ, 3ର ବର୍ଗ ହେଉଛି 9। ଏ ହେଉଛି ଦକ୍ଷିଣ ପାର୍ଶ୍ୱ ସଂଖ୍ୟା। ବର୍ତ୍ତମାନ ଆମର ଉତ୍ତର ବାହାରି ପଡ଼ିଲା। ବାମ ପାର୍ଶ୍ୱରେ ହେଲା 16 ଏବଂ ଦକ୍ଷିଣ ପାର୍ଶ୍ୱରେ ହେଲା 9। ତେବେ 13ର ବର୍ଗ ହେଲା 169। ତେବେ ଛାତ୍ରଛାତ୍ରୀମାନେ, ଆଜିର କ୍ଲାସ୍ ତୁମମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବ। ରହୁଛି, ପୁଣି ଦେଖା ହେବା ଅନ୍ୟ ଏକ କ୍ଲାସ୍ରେ। ଧନ୍ୟବାଦ।